ବଗିଚାରେ ଥିବା କେତେଗୁଡ଼ିଏ ଔଷଧୀୟ ଗଛ ବିଷୟରେ ଜାଣିବା। ମନ୍ଦାର ଗଛ, ପତ୍ରଗଜା ଗଛ। ପତ୍ରଗଜା ଗଛ ଆମେ ଆଗ ବହି ଭିତରେ ରଖୁଥିଲୁ। ପତ୍ର ଗଜା ହେଉଥିଲା, ଅମର ପୋଇ ବି ତାକୁ କହନ୍ତି। ଅପରାଜିତା ଗଛ ଔଷଧୀୟ ଗୁଣ ରହିଛି। ବାଡ଼ି ଅଁଳା, ଏଥିରେ ଔଷଧୀୟ ଗୁଣ ରହିଛି। ଡାଇବେଟିସ୍ ମାନଙ୍କ ପାଇଁ ବହୁତ ଭଲ। ଜୁଆଣି ଗଛ, ଜୁଆଣି ପତ୍ର ଖାଇଲେ ହଜମ ଶକ୍ତି। ଗଙ୍ଗଶିଉଳି ଥଣ୍ଡା କଫ ପାଇଁ ବହୁତ ଦରକାରୀ। ଥାଲକୁଡ଼ି ବା ବ୍ରାହ୍ମୀ ପତ୍ର ସ୍ମରଣ ଶକ୍ତି ପାଇଁ ଏହାକୁ ବ୍ୟବହାର କରାଯାଏ। ଏଲୋଭେରା ବହୁତ ଦରକାରୀ। ତାପରେ ଗେଣ୍ଡୁ ପତ୍ର ମଧ୍ୟ ବହୁତ ଦରକାରୀ। ତାପରେ ଏଇଟା ହେଲା ଲାଜୁକୁଳି ଲତା, ପୁଦିନା ପତ୍ର ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ। ଏଇଟା ଭୃଷଙ୍ଗ ପତ୍ର ଆଜିକାଲି ତ ବହୁତ ଔଷଧୀୟ ଗୁଣ ରହିଛି, ବ୍ୟବହାର କରାଯାଉଛି। ତୁଳସୀ ପତ୍ର କାଢ଼ା ମଧ୍ୟ ପିଉଛନ୍ତି ବାତ ପିତ୍ତ ଲାଗି, ବହୁତ ଔଷଧୀୟ ଗୁଣ ରହିଛି। ଏଇଟା ତୁଳସୀ ଗଛର ଔଷଧୀୟ ଗୁଣ ନ କହିଲେ ଭଲ, ବହୁତ ଔଷଧୀୟ ଗୁଣ ରହିଛି ଥଣ୍ଡା କଫ ପାଇଁ। ତାପରେ ଏଇଟା ହେଲା ଭୁଇଁ ଅଁଳା ପିତା, ଏଇଟା ବାରମାସୀ ଫୁଲ, ଏଥିରେ ମଧ୍ୟ ଔଷଧୀୟ ଗୁଣ ରହିଛି। ତାପରେ ଏଇଟା ହେଲା ଧନିଶ୍ରୀ ଗଛ ବା ଆମେ ଲେମନ ପତ୍ର ମଧ୍ୟ କହୁଛୁ, ଚାରେ ପକେଇକି ପିଉଛୁ ଲେମନ ଟି କରିକିରି। ତାପରେ ଏଇଟା ଅଁଳା ଗଛର ଔଷଧୀୟ ଗୁଣ ରହିଛି। ଅନ୍ନପୂର୍ଣ୍ଣା ଗଛ। ତାପରେ ଏଇଟା ହେଲା କଫ ଗଜରି ଶାଗ ବୋଲି ଗୋଟେ ଶାଗ, ଛୁଆମାନଙ୍କୁ ଦିଆଯାଏ, କଫ ବାହାର କରିଦିଏ ଏଇ ପତ୍ରଟା। ତାପରେ ଏଇଟା ହେଲା ଅଗସ୍ତି ଗଛର ପତ୍ର ମଧ୍ୟ ଔଷଧୀୟ ଗୁଣ ରହିଛି। ଏଇଟା ମେହେନ୍ଦୀ ଗଛର ତ ବହୁତ ଔଷଧୀୟ ଗୁଣ ରହିଛି। ଏହା ଆମର ମୁଣ୍ଡରେ ଲଗାଯାଏ ଏବଂ ତା